ଲୋକଙ୍କର ସମସ୍ୟା ଯୋଉଠି ଆସିବ ସେଠି କମ୍ପ୍ରମାଇଜ ପ୍ରୋସେସ ରହିବ ଯୋଉଠି ତାଙ୍କର ଲୋକଙ୍କ ଭଲ ମନ୍ଦରେ ସରକାର ରହିବେ ନାହିଁ ସେଠି ବିରୋଧୀ ଦଳ ନିଶ୍ଚିତ ଭାବେ ତା ଭୂମିକା ନିର୍ବାହ କରିବ। ସମୀକ୍ଷା ନିଷ୍ପତ୍ତି ତ ହେଇଛି ସମୀକ୍ଷା କରିବା ପାଇଁ ବୟୋଜ୍ୟେଷ୍ଠ ଲୋକମାନଙ୍କୁ ନେଇକରି ଗୋଟେ କମିଟି ହେବ ସେ କମିଟି ସାରା ଇଲେକ୍ସନ ପ୍ରୋସେସରେ ତର୍ଜମା କରିବେ ଜିତିବା ହାରିବାର ସ୍ଥିତି ନିରୀକ୍ଷଣ କରିବେ ଏବଂ ସର୍ବଶେଷ ରିପୋର୍ଟ ଦେବେ ସେଇ ରିପୋର୍ଟ ଆଧାରରେ ଦଳରେ କ'ଣ ପରିବର୍ତ୍ତନ କରାଯିବା ଆବଶ୍ୟକ ହେବ ତା ମାନବ ସଭାପତି ତାଙ୍କ ମତାମତ ସେ ଦେଲେ ସେଥିରେ ବି କିଛି ସତ୍ୟତା ଅଛି ତାଙ୍କୁ ଯାହା ଜଣାପଡ଼ିଲା ଯେ ଏଇଟା ଦଳର ବିପର୍ଯ୍ୟୟ ପାଇଁ କାରଣ ସେ ସେମିତି କିଛି କାରଣ ଦେଖେଇଛନ୍ତି କିନ୍ତୁ ସର୍ବୋପରି ସର୍ବତ ଭାବରେ ଯେତେବେଳେ କମିଟି ବସିବ କମିଟି ହିଁ ତାର କଥା ଶୁଣେଇବ ଯେ ବିପର୍ଯ୍ୟୟର କାରଣ କ'ଣ ନାଇଁ ଦେବାର ଅବକାଶ ନାହିଁ ଯଦି କମିଟିରେ ରହିବୁ ଆମେ କମିଟିରେ ଦେବୁ ଯାହା ଲାଗିଲେ ବି ସେଟା ଆମେ କମିଟିରେ କହିବାଟା ଠିକ୍ ହେବ ଏବଂ କମିଟିର ମତାମତଟା ସର୍ବଶେଷରେ ସଭାପତିଙ୍କ ପାଖକୁ ଯିବ। କାଲି କେବଳ ଆମ ଦଳର ନେତା ନିର୍ବାଚନ ଥିଲା ବିରୋଧୀ ଦଳର ନେତା କିଏ ହେବ ଉପନେତା କିଏ ହେବେ ଆମର ହୁଇପ୍ କିଏ ହେବ ଡେପୁଟି ହୁଇପ୍ କିଏ ହେବେ ଏଇସବୁ ନିଷ୍ପତ୍ତି ହେଲା ସେ ଭିତରେ ଯିଏ ଯାହା ଟିକେ ଟିକେ କହିଲେ ନହେଲେ ସେ ଅବକାଶ ନାହିଁ କହିଲେ କିଛି କାରଣ ଯାହା ତାଙ୍କ ମତକୁ ଆସିଲା ଗୋଟିଏ କଥା ସେ ଦର୍ଶାଇଲେ ଯେ ଆମେ ଭୋଟ ବେଶୀ ପାଇଛୁ କିନ୍ତୁ ବିଜେପି ଅପେକ୍ଷା ଆମେ ଭୋଟ ବେଶୀ ପାଇଛୁ 0.4% ଅଧିକା ପାଇଛୁ କିନ୍ତୁ ତଥାପି ବି ଭୋଟରେ ଆମେ ହାରିଛୁ ସେଇ କଥା ଦର୍ଶାଇଲେ ତା କାରଣ କିଛି ଦେଖେଇଛନ୍ତି ସେ ଚ୍ୟାଲେଞ୍ଜ ତ ରହିବ ନୂଆ ସରକାର ଆସିଛି ବହୁ ପ୍ରତିଶ୍ରୁତି ଦେଇକି ନୂଆ ସରକାର ଆସିଛି ସରକାରକୁ ଯେଉଁ କ୍ଷେତ୍ରରେ ଆବଶ୍ୟକ ହେବ ଆମ ଦଳ ପ୍ରସ୍ତୁତ ଅଛି ଗଠନମୂଳକ ସହଯୋଗ ଦେବେ କିନ୍ତୁ ଲୋକଙ୍କର ସମସ୍ୟା ଯୋଉଠି ଆସିବ ସେଠି କମ୍ପ୍ରମାଇଜ ପ୍ରୋସେସ ରହିବ ଯୋଉଠି ତାଙ୍କର ଲୋକଙ୍କ ଭଲ ମନ୍ଦରେ ସରକାର ରହିବେ ନାହିଁ ସେଠି ବିରୋଧୀ ଦଳ ନିଶ୍ଚିତ ଭାବେ ତା ଭୂମିକା ନିର୍ବାହ କରିବ।